ମାର୍ଚ୍ଚରେ ମିଳିବ 18 ମାସର ବକେୟା ଟଙ୍କା। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ଆସିଲା ବଡ଼ ଖବର। ମାର୍ଚ୍ଚରେ ମିଳିବ ମହଙ୍ଗା ଭତ୍ତା ବକେୟା ଟଙ୍କା। ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ଆସନ୍ତୁ ଆଜି ଆମେ ଜାଣିବା ଏହି ନୂଆ ଅପଡେଟ୍ ବିଷୟରେ ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର। 2024 ବିଧାନସଭା ନିର୍ବାଚନ ମଧ୍ୟରେ ମମତା ବାନାର୍ଜୀ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ROPA 2009 ଅନ୍ତର୍ଗତ ବକେୟା ମହଙ୍ଗା ଭତ୍ତା DA ଦେୟ ମାର୍ଚ୍ଚ 2024ରୁ ପ୍ରଦାନ କରାଯିବା ଆରମ୍ଭ ହେବ। ଏହା ବ୍ୟତୀତ ସେ ରାଜ୍ୟ ସରକାରଙ୍କ ଦ୍ୱାରା ପୂଜାରୀ ଏବଂ ମୌଲାନା ମାନଙ୍କୁ ଦିଆଯାଉଥିବା ମାସିକ ସମ୍ମାନ ବୃଦ୍ଧି ଘୋଷଣା କରିଛନ୍ତି। ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟରେ ଏହି ସୂଚନା ସେୟାର କରିଛନ୍ତି। ସରକାରଙ୍କ ଅନୁଯାୟୀ ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ରାଜ୍ୟ କର୍ମଚାରୀ, ପେନ୍ସନଭୋଗୀ ଏବଂ ଶିକ୍ଷାନୁଷ୍ଠାନ ସହିତ ଜଡ଼ିତ କର୍ମଚାରୀଙ୍କୁ ଲାଭ ଦେବ, ଯେଉଁଥିରେ ସ୍କୁଲ ଏବଂ କଲେଜ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଏବଂ ସହାୟତା ପ୍ରାପ୍ତ ପ୍ରତିଷ୍ଠାନର କର୍ମଚାରୀ ସାମିଲ ଅଛନ୍ତି। ମମତା ବାନାର୍ଜୀ କହିଛନ୍ତି, ମୁଁ ଘୋଷଣା କରି ଖୁସି ଯେ ଆମର ମାଟି ମାନୁଷ ସରକାର ଏହାର ସମସ୍ତ କର୍ମଚାରୀ ଏବଂ ପେନ୍ସନଭୋଗୀ ଏବଂ ଆମର ଶିକ୍ଷାନୁଷ୍ଠାନର ଲକ୍ଷ ଲକ୍ଷ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ସହିତ ପଞ୍ଚାୟତ, ପୌର ସଂସ୍ଥା, ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥା ଇତ୍ୟାଦି ଆମର ଅନ୍ୟାନ୍ୟ ଅନୁଦାନ ସହାୟତା ପ୍ରତିଷ୍ଠାନର କର୍ମଚାରୀ, ପେନ୍ସନଭୋଗୀମାନଙ୍କୁ ତାଙ୍କର ପ୍ରତିଶ୍ରୁତି ପୂରଣ କରିଛି। ଆମର ଅର୍ଥ ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଥିବା ପଦ୍ଧତି ଅନୁସାରେ ସେମାନେ ମାର୍ଚ୍ଚ 2024ରୁ ସେମାନଙ୍କର ROPA 2009 DA ବକେୟା ପାଇବା ଆରମ୍ଭ କରିବେ। ରାଜ୍ୟ ସରକାର କହିଛନ୍ତି ଯେ ଏହା ସେ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ଫଳସ୍ୱରୂପ ପଞ୍ଚାୟତ, ପୌରପାଳିକା ଏବଂ ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥାର କର୍ମଚାରୀ ଏବଂ ପେନ୍ସନଭୋଗୀମାନେ ମଧ୍ୟ ଏହି ନିଷ୍ପତ୍ତିରୁ ଉପକୃତ ହେବେ। ଅର୍ଥ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ବକେୟା DA ଦେୟ ପର୍ଯ୍ୟାୟକ୍ରମେ ଏବଂ ନିର୍ଦ୍ଧାରିତ ପଦ୍ଧତିରେ ମାର୍ଚ୍ଚ 2024ରୁ ଆରମ୍ଭ ହେବ। ଏଥିପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସରକାର କହିଛନ୍ତି ଯେ ଏହି ନିଷ୍ପତ୍ତି ବହୁ ସଂଖ୍ୟକ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କୁ ଆଶ୍ୱସ୍ତି ଦେବ, ଯାହାଙ୍କର ବକେୟା DA ଦୀର୍ଘ ଦିନ ଧରି ପଡ଼ି ରହିଛି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝି ଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କର ବିଦାୟ ନେଉଛି। ରହୁଛି, ଧନ୍ୟବାଦ।